अच्छा पापा मु गाँ को जाइए आउ से सुनली तुम ये अच्छा यहाँ क्या कल मो भल आम समस्त हाँ मो घर लोक लगे तो कहला तू काल मो घर लोक पचार आम कष्ट नहीं मो परिवार विषय किसी भी जानवा मो परिवार पर्यंत मोर किसी भी खबर मत आज मो परिवार सब लोग चिन्हे तू जानी माँ आम परिवार दायी आ ते मो झील सागे चिन्ह परिचय कराई स्वामी अरे तुम्हें दी जन अनाम छिड़ाई तो कौन तुम्हें दी जन दी भौनी जीवन साथी निश्चय बाछुच भावुच कौन कहन किए से देखा हाँ हाँ समस्त जानना कहूँ आम दिज एकाठी गोटे कलेज में पढ़ुचे जो लग्न मो बॉयफ्रेंड को लग्न बहुत भल भाव जाने नहीं लग्न मो बॉयफ्रेंड आगे या बॉयफ्रेंड किसी नहीं से बहुत स्मार्ट और बहुत इंटेलिजेंट कॉलेज से केते प्रेमिका प्रेमिका को एकाठी करछि आ से मो पानी जे कोन से चैलेंज को एक्सेप्ट कर पारे नहीं लग्न अनन्या केमिति साहस कला ता बॉयफ्रेंड से तो मो बॉयफ्रेंड को कंपेयर करबा पे ता बॉयफ्रेंड तो प्रेमिका प्रेमिका को एकाठी करछंती कि मो बॉयफ्रेंड दीटा काम को एकाठी करछंती जे कोनो किछि ता बॉयफ्रेंड को पाइले खुश दिसबे किंतु मो चीज को पाइ सारा जीवन खुश जीवन में पय को भांगी हिला हिला बाबा हिला तोर भी नंबर 1 तार भी नंबर 1 बुझिले विक्रम बाबू आपण नातोणी लग्नर जातक मेलक अनुसार आसंता माघ मास शुक्ल पक्ष पूर्णिमा तिथि सुझुची आउ गुरुवार दिन शुभ दिन टे अच्छी से दिन निबंध कामटी को सारीद
ଏମିତିରେ ବି ବାବାଙ୍କର ଦିନ। ଠିକ୍ 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 ଏ କାମରେ ଆଉ ହେଳା କରିବା କଥା ନା କ'ଣ କହୁଥିଲେ ସୂର୍ଯ୍ୟ? ହଁ ବାବା ମୁଁ ବି ସେଇଆ ଭାବୁଛି। ସେଦିନ ସେ ବୁଦ୍ଧି ପିନ୍ଧା କାମଟା ବି ସାର। ହଁ ବହୁତ ଭଲ। ହଁ ସେଇଆ କରିବା। ଆରେ ଜି ଏ ବାବା ଜି ଆଜ୍ଞା ଶୁଣିଲୁ କ'ଣ ହେଇଛି? ହଁ ଆରେ ବାବା ତୁ ତ ବାପାଙ୍କ ଫୋନ୍ ନମ୍ବରଟା ଟିକେ ଦେ ମୁଁ ଶୁଭ ଖବରଟା ଜଣେଇବି। ହଁ ନମ୍ବରଟା ତ ବାବା ନମ୍ବରଟା କହ ମୁଁ ଫୋନ୍ କରିଦେଲେ ଚଳିବନି? ନା 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 ତମାନେ ପିଲାର ଏ ସବୁ ଦାୟିତ୍ୱ କଥା ବାହାଘର କଥା ନିଜେ କରିବି। ଭାଇ ତାକୁ କହିଦିଅନ୍ତୁ ନିର୍ବନ୍ଧ ଦିନ ସେ ଯେମିତି ଏଠି ଆସି ପହଞ୍ଚିବେ। ଆରେ କି କଥା କହୁଛୁ ସମୁଦ୍ର ଆସିବେନି ନିର୍ବନ୍ଧ କେମିତି ହବ? ହ୍ୟାଲୋ ଅନ୍ୟ କାହାର ଖୁସି ପାଇଁ ମୁଁ କ'ଣ ଭଲ ପାଇବାକୁ ଆଉ ସାକ୍ରିଫାଇସ୍ କରିପାରିବିନି। ଯେତିକି କରିବାର ଥିଲା ତମେ ତାଠାରୁ ବହୁତ ଅଧିକା କରିସାରିଲଣି। ଆଉ ନୁହେଁ। ଆରେ କି ଅଜବ କଥା କହୁଛ ତମେ? ମୁଁ କ'ଣଟା କହୁଛି? ମତେ ଏଠି ଡକେଇଲା କିଏ? ତମେ। ଏ ପରିସ୍ଥିତି କ୍ରିଏଟ୍ କିଏ କଲା? ତମେ। ମୋ ଆଖି ସାମ୍ନାରେ ମୋ ସାଙ୍ଗର ଜୀବନ ନଷ୍ଟ ହୋଇଯିବ ବୋଲି ମୁଁ ତମକୁ ଏଠିକୁ ପଠାଇଥିଲି। ହେଲେ ମୁଁ କ'ଣ ଜାଣିଥିଲି ତା ଜୀବନ ମୋ ଜୀବନ ନଷ୍ଟ ହୋଇଯିବ। ଦେଖ ପ୍ରକୃତ ଆରମ୍ଭ ତମେ କରୁଛ, ଶେଷ ବି ତମେ ହିଁ କରିବ। ମତେ ବି ମୁଁ କ'ଣ କରିବି? ତମେ ନାଇଁ ଯେହେତୁ ଜାଣିପାରିଲି ସବୁ ସମସ୍ୟାର ସମାଧାନ ହେଇଯିବନି ଅନନ୍ୟା, ବରଂ ସମସ୍ୟା ବଢ଼ିଯିବ। ଭଲ ପାଇବା ଘୃଣାରେ ବଦଳିଯିବ। ବାପା ଓ ଦାଦା ଏକଥା ଜାଣିଲେ କ'ଣ ହବ ଜାଣିପାରୁଛୁ ତ? କ'ଣ ହବ ବୋଲି ଭାବିକି ମୁଁ କ'ଣ ମୋ ଖୁସିକୁ ହରେଇଦେବି? ବାପା ଓ ଦାଦାଙ୍କ ଯୋଡ଼ି ହେଇଥିବା ସମ୍ପର୍କ ହୁଏତ ପୁଣି ଥରେ ଭାଙ୍ଗି ଯାଇପାରେ। ସାରା ଜୀବନ ପାଇଁ ତୁ ତୋ ଚିଜକୁ ହରେଇଛ ଆଉ ମୁଁ ଗୋଟେ ଭଲ ସାଙ୍ଗ। ତୁ କହ ଲଗ୍ନା ମୁଁ କ'ଣ କରିବି? ମୁଁ ମୋ ଝିଅକୁ ବହୁତ ଭଲ ପାଏ। ମୁଁ ତା ବିନା ବଞ୍ଚିପାରିବିନି। ତମ ବି ଖାଦ୍ୟ କଥା ହିଁ ବୁଝିକି ବର୍ତ୍ତମାନ ତୁ ଜମାରୁ ବ୍ୟସ୍ତ ହନି। ରାବଣର ମାଟି ଯେତେ ଭଲ ପାଇ ଅଟକେଇଲେ ସେ କେବେ ମାଟିରେ ହୁଏନି। ଆଉ ମାଟିରେ ଜାଣିଛି ସେ କେବଳ ସାଗର ପାଇଁ ଚିହ୍ନ ଜନ୍ମ କେବଳ ତୋରି ପାଇଁ ନୁହେଁ। ତୁ ସିନା ବୁଝିପାରିବୁ, ହେଲେ ଘର ଲୋକ କ'ଣ ଏ କଥା ବୁଝିପାରିବେ? ନିଶ୍ଚୟ ବୁଝିବେ। ମୁଁ ସେମାନଙ୍କୁ ବୁଝେଇବି। ତୁ ମୋତେ କିଛି ଦିନ ସମୟ ଦେ, ମୋର ବିଶ୍ୱାସ ସେମାନେ ନିଶ୍ଚୟ ବୁଝିବେ। ଭାଇ ଭାନୁ ଲଗ୍ନା ପାଇଁ ଜିତୁଡ଼ି ପୁଅ ଏତେ ଚେଷ୍ଟା କଲେ ବି ମୁଁ ପାଇଲି। ଆପଣଙ୍କ ପୁଅ ସୁନା ମୁଣ୍ଡା, ହେଲେ ଜିତ୍ ତ କହୁଥିଲା ବୁଝିଲ ସମୁଦୁଣୀ ସିଏ କେବେ ତମ ଘରର ପୁଅ ଥିଲା, ହେଲେ ଏବେ ଏ ଘରର ଡୁଏଲ୍। ଆରେ ମା ଲଗ୍ନା ବାପା ଆରେ ଦେଖିବୁ କିଏ ଆସିଛନ୍ତି। ଆସୁଛି ବାପା। ଇଏ ପରା ହଉଛନ୍ତି ଚିତ୍ର ବାପା ମା।
ये परा मो भाई भानुर झियो अरे ये जीव तो बापा माँ मुंडिया मत अंकल मोर सामान्य भूल पे आपण आंटी जी समस्ते हैरान पड़े सब भूल मोर ମୁଁ ଜାଣିଛି ମୋ ପୁଅ କେବେ ଭୁଲ କରିବନି କି ଭୁଲକୁ ସପୋର୍ଟ କରିବନି। Yes, that's like a good boy. अच्छा तबे मैंने ये जो नाटक करूचो कोई पे भी ये स्टेज कोची देखो बाबा तमें और मामा जब हमको सपोर्ट न करिबो हम नाटकटा सक्सेसफुल केमति हो ଏତେ କ'ଣ ଭାବୁଛନ୍ତି ପିଲାମାନଙ୍କ ଭୁଲକୁ ସୁଧାରିବା ବାପା ମାଆଙ୍କ କାମ। ओके सुन जी आई ठारू मु आ माम तो सारे मिसिकी कैरेक्टर रोल करियो अरे गुड मॉर्निंग वेरी गुड मॉर्निंग कौन ला सकाल सकाल मेनी मेनी हैप्पी रिटर्न्स ऑफ द डे हैव अ गुड डे मैं नीचे ही मुझे तुम की कर ओ शिट हाँ जल्दी लेके नीचे बाबा को मंदिर दिखा हैप्पी बर्थडे थैंक यू सो मच प्रथम और द्वितीय तफात नहीं हाँ अच्छी हेले मो सीरियसली जन्मदिन କଥା भूली गई ଲୋକଙ୍କୁ ବୁଝାଇଛି ସେମାନେ ଆସି ମନେ ପକେଇଦେବେ କି किसी को पूछो କିଛି ନାହିଁ ମନ୍ଦିର ଯିବା ପାଇଁ ରେଡି ହଉ ଆରେ ତୁ ଲଗା ଏମିତି ରନ୍ଧାକୁ ଡେଲି ଖାଇବି ତାହେଲେ ମୋ ହାତ ହାତ ମୁଁ ଭୁଲି सोचिला सब नहीं ये सब रोसई मो बेला नंदी ससी रे खाली हां रोसई शिखिबो जदी तारी आ प्रशंसा न कले गाली भी सुनिबे तारी तू जे ଆଉ ଭଲ ଲାଗିବ ଖାଇ ଦେ ଏଇ ବାସ୍ ବଢ଼ିଆ ହେଇଛି ଆମ ଜିତର କ୍ଷୀରି ଅଛି ସବୁଠୁ ବେଶୀ ପସନ୍ଦ। ଜିତ ଭଲ ପାଏ ଶାଶୁ ଯାଏ ନାଇଁ 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 ମୁଁ ଆଉ ତମର କୌଣସି କଥା ଶୁଣିବିନି ବହୁତ ଶୁଣିଲି ବହୁତ ଧୈର୍ଯ୍ୟ ଧରି ଦେଖିଲି ମୋର ଆଉ ଏତେ ଧୈର୍ଯ୍ୟ ନାହିଁ ଯେ ଦେଖ ଅନନ୍ୟା ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର କଣ ବୁଝିବି ମୁଁ ତମକୁ ଏତେ ଜିନିଷ ଭଲ ପାଉଛି ହେଲେ ମୁଁ ତ ଆଜି ଯାଏ ତମର ପସନ୍ଦ ନାପସନ୍ଦ ଜାଣିପାରିଲିନି ଆଉ ଲଗା ଏଇ କିଛି ଦିନ ଭିତରେ ତମର ଏତେ ନିଜର ହେଇଗଲା ଯେ କି ତମର ସେ ସବୁ କିଛି ଜାଣିଦେଲା ଆଉ ତମେ ନିଜଟା ଟେନସନ୍ ନଉଛ ମତେ ବି ଟେନସନ୍ ନଉଛ ହନ୍ତି କୋଉ କୋଉ ବଡେ କଥା କହିଦେଇଥିଲି କିନ୍ତୁ କ୍ଷୀରି କଥା ଇଟ୍ସ ପିଓରଲି କୋଇନ୍ସିଡେନ୍ସ ଥାଉ ଥାଉ ଆଉ କ୍ଲାରିଫିକେସନ ଦେବା ଦରକାର ନାହିଁ ବହୁତ ହେଇଗଲା ଏଠି ଏବେ ତମେ ତମ କ୍ୟାରେକ୍ଟରକୁ ଆସ ଆଉ ଏଇ ସମସ୍ୟାର ସମାଧାନ କେମିତି ହେବ ସେଇଟା ଭାବ ସବୁକୁ ଅପେକ୍ଷା କର ଦେଖିବ ସବୁ ଆପେ ଆପେ ଠିକ୍ ହେଇଯିବ ତମେ କାହିଁକି ବ୍ୟସ୍ତ ହଉଛ ବ୍ୟସ୍ତ ହେବିନି ମୁଁ ବ୍ୟସ୍ତ ହେବିନି ତ ବ୍ୟସ୍ତ ହେବ କିଏ ମତେ ତ ଲାଗୁଛି ତମେ ଦୁଇ ଜଣ ଅଭିନୟ କରୁ କରୁ ଲଗ୍ନ ସତରେ ତମ ପ୍ରେମରେ ପଡ଼ିଗଲାଣି କଣ ବେକାର କଥା ବୁଝ ସନ୍ଦେହ କରିବା ତମ ଝିଅ ଜାତିର ପୁରୁଣା ଅଭ୍ୟାସ ଯଦି ତମ ମନରେ ଏତେ କଥା ଥିଲା ତାହେଲେ ମତେ ଏଇଠି ପଠଉଥିବ କାହିଁକି ମୁଁ ଜାଣିନଥିଲି ମୋ ସାଙ୍ଗକୁ ବଞ୍ଚେଇବାକୁ ଯାଉଛି
ମୋ ଭଲ ପାଇବାକୁ ହରେଇଦେବି। କଥା ମାନ ମୋ ମନରେ ଲଗ୍ନା ପାଇଁ ସେମିତି କିଛି ବି ନାହିଁ। ମୁଁ ତମ ବିନା ବଞ୍ଚିପାରିବିନି ଯେ। ଯଦି ଏସବୁ ମୋର ପାଇଁ ହେଇଛି ତେବେ ତାକୁ ସମାଧାନ ନେଇ ଆଜି ବାବାଙ୍କୁ ସବୁ କଥା କହିବି। ଆରେ ସମୁଦି ଦିନ ଦିଟାର କଥା, ନିର୍ବନ୍ଧଟା ଟିକେ ସରିଯାଉ, ତାପରେ ଆପଣମାନେ ଚାଲିଯିବେ। ହଁ, ସାଙ୍ଗରେ ଜିତକୁ ବି ନେଇଯିବେ। ଦେଖନ୍ତୁ ଆମର ଗୋଟିଏ କଥା, ବାହାଘରଟା ଏଇଠି ହବ, ଆପଣ ସମସ୍ତଙ୍କୁ ଏଇଠିକି ଆସିବାକୁ ପଡ଼ିବ। ନାଇଁ ନାଇଁ, ଆମର ସେଥିରେ କିଛି ଆପତ୍ତି ନାହିଁ। ବାପା କଣ ହେଲା? ମୋର ଗୋଟେ କଥା କହିବାର ଥିଲା। କହ। ଆରେ କାହାକୁ ଏଠି ଲାଜ କରୁଛୁ? କିଏ ପର ଲୋକ? ତୋର ଯାହା ଇଚ୍ଛା ହଉଛି କହ। ଅନନ୍ୟା ଜିତକୁ ଭଲ ପାଏ। ଆରେ ଏଇଟା ତ ନୂଆ କଥା। ଖାଲି ଭିଣେଇକୁ ଭଲ ପାଇବନି ତ ଭଲ ପାଇବ କି ବଗିଚା ଯାହାର ନାହିଁ ମାଳି, ସେଇ ମର କି ମର ଯାହାର ନାହିଁ ଶାଢ଼ୀ। ମଙ୍ଗଳରେ କହିଦେଇଛି ତୁ କୁଡ଼ିଆ ଅପମାନଙ୍କୁ ନେଇ ମାର୍କେଟ ଯା, ତୋର ଯାହା ଇଚ୍ଛା ସାଙ୍ଗରେ ନେଇକି ଆସିବୁ। ହଁ ନନ୍ୟା ତୁ ବି ସାଙ୍ଗରେ ଯିବୁ। ଆଉ ତ ସମସ୍ତେ ଯିବ, ରେଡି ହେଇଯା। ଆରେ ଉଦୟ ଭାନୁ, ଆସ ଟିକେ ମୋ ସାଙ୍ଗରେ। ସମୁଦି ସମୁଦୁଣୀ ଆସନ୍ତୁ ମୋ ସାଙ୍ଗରେ। ନିଶ୍ଚୟ ଶୁଣିବି। ଶୁଣିଲି ବାପା କହିଗଲେ ଶାଢ଼ୀଟା କିନ୍ତୁ ତୋ ପସନ୍ଦ କାହିଁକି ନା ତୋ ପସନ୍ଦ ସବୁଠୁ ଭଲ। ଆରେ ଶୁଣି, ମୁଁ ତ ଖାଲି ବାହା ହେବାର ମିଛ ଅଭିନୟ କରୁଛି। ଏମିତିରେ ତ ତୁ ହିଁ ଯିବୁ ବାହା ହବୁ। ବାହାଘର ପରେ ତୁ ତ ତାକୁ ବ୍ୟବହାର କରିବୁ ନା। ଭଲ ଲାଗିବ। ବାହା